ମାସିକ 10,000 ଟଙ୍କା ଆୟ କରୁଥିଲେ କଟିଯିବ ଆପଣମାନଙ୍କର ରାସନ କାର୍ଡ଼। ତ ହଁ ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ଜାଣିଛନ୍ତି କି ବିଜେପି ସରକାର ଆସିବା ଦିନଠୁ ଗୋଟିଏ ଦିନରେ ଗୋଟିଏ ନିୟମ ଆସିଯାଉଛି। ତ ବର୍ତ୍ତମାନ ସେଭଳି କିଛି ନିୟମ ସାମ୍ନାକୁ ଆସିଛି ଏବଂ ସମସ୍ତ ରାଜ୍ୟର ଜନସାଧାରଣମାନଙ୍କୁ ମଧ୍ୟ ଚକିତ କରିଦେଇଛି କି ଯଦି ଆପଣମାନେ ମାସିକ 10,000 ଟଙ୍କା ଇନକମ୍ କରୁଥିବେ କଟିଯିବ ରାସନ କାର୍ଡ଼। ସରକାରଙ୍କ ତରଫରୁ ପାଉଥିବା ରାସନ ସାମଗ୍ରୀ ଗୁଡ଼ିକ ଆଉ ପାଇପାରିବେ ନାହିଁ। ତ ହଁ ଦର୍ଶକ ବନ୍ଧୁ, ଆଜିର ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ପୁରା ପ୍ରମାଣ ସହର ବି ମଧ୍ୟ ସୂଚନା ଦେଖାଇଦେବି ଯେ ସୂଚନାଟି ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ଆସିଛି। ଆପଣମାନେ କେବଳ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସମ୍ପୂର୍ଣ୍ଣ ବିଷୟରେ ଜାଣିପାରିବେ କି ସୂଚନାଟି ଯେଉଁ ବର୍ତ୍ତମାନ ସାମ୍ନାକୁ ଆସିଛି ହେଲା। ତ ଆପଣମାନେ କୌଣସି ଭାବରେ ବ୍ୟସ୍ତ ହୁଅନ୍ତୁ ନାହିଁ, ଚ୍ୟାନେଲକୁ ସବୁବେଳେ ସବସ୍କ୍ରାଇବ୍ କରିକି ରଖିଥିଲେ ସିନା ସରକାରଙ୍କ ତରଫରୁ ଯେତେବେଳେ ବି ଯେକୌଣସି ଭିଡ଼ିଓର ବି ସୂଚନା ଆସିଲେ ଆପଣମାନେ ଜାଣିପାରିବେ। ତ ଯଦି ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ନ ରଖିବେ କୌଣସି ବିଷୟରେ ବି ଆପଣମାନେ ଜାଣିପାରିବେ ନାହିଁ ହେଲା। ତ ଏଇଠି ଆପଣମାନେ ଦେଖନ୍ତୁ, ଆପଣମାନଙ୍କ ସାମ୍ନାରେ ମୁଁ ବର୍ତ୍ତମାନ ଦେଖିଦେବାକୁ ଚାହୁଁଛି ହେଲା। କେଉଁଠି ତ ଦେଖନ୍ତୁ, ତ ଏଇଠି ଆପଣମାନେ ଦେଖନ୍ତୁ ଯେଉଁ ସୂଚନାଟି ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଛି କି ରାସନ କାର୍ଡ଼ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜ ଆଡ଼ୁ ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି। ଯେଉଁମାନେ ଅସାଧୁ ଭାବେ ରାସନ କାର୍ଡ଼ ହାତେଇଛନ୍ତି ସେମାନେ କାର୍ଯ୍ୟାନୁଷ୍ଠାନ ପରିସରକୁ ନ ଆସନ୍ତୁ ବୋଲି ମଧ୍ୟ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ 10,000 ଟଙ୍କା ସେମାନେ ତୁରନ୍ତ କାର୍ଡ଼କୁ ଫେରାଇ ଦିଅନ୍ତୁ। ଆପଣମାନେ ପୁରା ପ୍ରମାଣର ସହ ବି ମଧ୍ୟ ଏଠି ଦେଖିପାରୁଥିବେ ଯେଉଁମାନେ କି କୁହାଯାଉଛି କି ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ରହୁଛି କେତେ ନା 10,000 ଟଙ୍କା ସେମାନଙ୍କର କାର୍ଡ଼ ସେମାନେ କାଟିଦେବେ ବା ସେମାନେ କହୁଛନ୍ତି ଆମେ କାଟିବା ଆଗରୁ ଆପଣମାନେ ଫେରାଇ ଦେଲେ ଅବଶ୍ୟ ଭଲ ହେବ। ଏଇଠି ସୂଚନା ଆପଣମାନେ ଦେଖିପାରୁଥିବେ। ତ ଖାଲି ଏତିକି ନୁହେଁ ଆଜ୍ଞା, ଆପଣମାନଙ୍କୁ ମୁଁ ଆହୁରି ସୂଚନା ଦେଖେଇବି ଯେଉଁ ସୂଚନାଟି ସାମ୍ନାକୁ ଆସିଛି। ତ ଦେଖନ୍ତୁ, ଇଏ ହେଉଛି ତା'ର ପରବର୍ତ୍ତୀ ସୂଚନା। ପରବର୍ତ୍ତୀ ସୂଚନା ଅନୁସାରେ କୁହାଯାଉଛି କି ସହରାଞ୍ଚଳରେ ଯେଉଁମାନଙ୍କର ମାସିକ 15,000 ଟଙ୍କା ରୋଜଗାର କରୁଛନ୍ତି ସେମାନେ ମଧ୍ୟ ପାଖରେ ରାସନ କାର୍ଡ଼ ରଖନ୍ତୁ ନାହିଁ। ବେଆଇନ ଭାବେ ରାସନ କାର୍ଡ଼ ହାତେଇଥିବା ଲୋକଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ସରକାର କାର୍ଯ୍ୟାନୁଷ୍ଠାନର ଶିକାର ହେବା ପୂର୍ବରୁ ଅଯୋଗ୍ୟ ହିତାଧିକାରୀମାନେ ରାସନ କାର୍ଡ଼ ଫେରାଇ ଦିଅନ୍ତୁ। ରାଜ୍ୟରେ ଲକ୍ଷାଧିକ ଲୋକ ଅସାଧୁ ଉପାୟରେ ରାସନ କାର୍ଡ଼ ହାତେଇଛନ୍ତି। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଗତ ବର୍ଷ ଅଗଷ୍ଟ ମାସରୁ ମଧ୍ୟ ଜାରି ରଖିଛନ୍ତି। KYC ମାଧ୍ୟମରେ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରୁଛନ୍ତି। ଏହାରି ମଧ୍ୟରେ ରାଜ୍ୟ ସରକାର KYC ପାଇଁ ମାର୍ଚ୍ଚ 31 ତାରିଖକୁ ଅନ୍ତିମ ସମୟ ନିର୍ଦ୍ଧାରିତ କରିଛନ୍ତି। ତ ଗ୍ରାମାଞ୍ଚଳରେ ଯେଉଁମାନେ ମାସିକ 10,000 ଟଙ୍କା ଇନକମ୍ କରୁଛନ୍ତି କୁହାଯାଉଛି କି ସେମାନେ ତୁରନ୍ତ ରାସନ କାର୍ଡ଼ଟି ଫେରାଇ ଦିଅନ୍ତୁ ଏବଂ ସହରାଞ୍ଚଳରେ ଯେଉଁମାନେ ମାସିକ 15,000 ଟଙ୍କା ଇନକମ୍ କରୁଛନ୍ତି ସେମାନଙ୍କୁ ମଧ୍ୟ କୁହାଯାଉଛି କି ତୁରନ୍ତ ଆପଣମାନେ ରାସନ କାର୍ଡ଼ଟିକୁ ଫେରାଇ ଦିଅନ୍ତୁ, ନହେଲେ ଆପଣମାନଙ୍କର ଆମେ ନିଜେ ରାସନ କାର୍ଡ଼ କାଟିଦେବୁ। ତ ଆଉ ଆଜିକାଲି ତ ଦୁନିଆରେ ଆପଣମାନେ ଜାଣିଛନ୍ତି ଟଙ୍କା 10,000 ଉପରକୁ କୌଣସି ଲୋକ କ'ଣ ନ କମଉଛି ବୋଲି ବାଟ ନାହିଁ। ସମସ୍ତେ ଟଙ୍କା 10,000 ଉପରକୁ କମଉଛନ୍ତି, ସେ ଜଣେ ଗରିବ ଲୋକଟିଏ ବି ମଧ୍ୟ ହୋଇଥାଉ। କିନ୍ତୁ ସରକାର ଦେଖନ୍ତୁ କ'ଣ କହୁଛନ୍ତି। ତାହେଲେ ତ ଆମେ କେହି ଆମ ଓଡ଼ିଶାର କୌଣସି ବି ଲୋକ ଯଦି କହିବା ଆମେ ତ ରାସନ କାର୍ଡ଼ ପାଇବୁ ନାହିଁ, ଏ ଜିନିଷ ଆପଣମାନେ ବି ମଧ୍ୟ ଜାଣିଛନ୍ତି। ରାସନ କାର୍ଡ଼ କେହି ବି ମଧ୍ୟ ପାଇବେ ନାହିଁ। ଯେହେତୁ ଆପଣମାନେ ନିଜେ ଦେଖନ୍ତୁ ଯେଉଁମାନେ କି ସରକାରଙ୍କ ଯେଉଁଠୁ ସୂଚନା ଆସୁଛି, ଯେଉଁମାନେ କହୁଛନ୍ତି କି କ'ଣ ଯେଉଁମାନେ ଗ୍ରାମାଞ୍ଚଳରେ ଯେଉଁମାନେ 10,000 ଟଙ୍କା ମାସକୁ ଇନକମ୍ କରୁଛନ୍ତି ଏବଂ ସହରାଞ୍ଚଳର ଯେଉଁମାନେ 15,000 ଟଙ୍କା ମାସକୁ ଇନକମ୍ କରୁଛନ୍ତି ସେମାନେ ରାସନ କାର୍ଡ଼ଟିକୁ ଫେରାଇ ଦିଅନ୍ତୁ। ତାହେଲେ ଆଉ ବଳକା କେଉଁମାନେ ରହିଲେ? ତ ବଳକା ଆଉ କୌଣସି ଲୋକ ବି ମଧ୍ୟ ରହିଲେ ନାହିଁ ଏବଂ ସେମାନଙ୍କୁ ମଧ୍ୟ କୁହାଯାଉଛି କି ରାସନ କାର୍ଡ଼ଟିକୁ ଫେରାଇ ଦିଅନ୍ତୁ। ତ ଆଉ କୌଣସି ଲୋକ ବି ରହିବେ ନାହିଁ। ମୁଁ ଏତିକି ଅନୁରୋଧ କରିବି ସରକାର ନିଜେ ଆପଣଙ୍କର ଖାଦ୍ୟ ନିଜେ ହିଁ ନେଇଯାଆନ୍ତୁ, ନିଜେ ଆପଣମାନେ ନେତା ମନ୍ତ୍ରୀ ମଧ୍ୟରେ ବଣ୍ଟନ କରି ଖାଆନ୍ତୁ। କାହିଁକିନା ଆମ ରାଜ୍ୟର କୌଣସି ବି
जदि जड़े लोक योग्य अच्छी एवं से मासक केते ना 10,000 ऊर्ध्व टंका इनकम करुच्ची कौन से राशन कार्ड पाइबापी योग्य नुहे आपण मैंने भी ये जिनस भावतु एवं जदि जड़े लोक योग्य अच्छी राशन सामग्री गुड़िक पाइबापी एवं से मासक कौन ना 15,000 टंकार अधिक टंका इनकम करुच्ची से जदि सहरांचल रोचे से कौन राशन सामग्री गुड़िक पाइबापी योग्य नुहे ये सब गोटे गोटे बाहाना आज्ञा ये सब गोटे गोटे बाहाना कौन सी लोक राशन न दवापाई ये सब गोटे गोटे बाहाना ना कौन भी जिनस नुहे है आपण मानक ये जिनस प्रथम रू ही कहूँ तो आपण मैंने ही बुझंतु निजे जेहेतु आम सरकार गठन कर बर्तमान जहाँ भी सरकार करेंगे आम से नियम अनुसार चलवा है तो आपण मानक मुझे अनुरोध करी एभली किसी सूचना तो वर्तमान सुधा सामना को आसी जाइए तो भिडटी को बहुत मात्रा शेयर करूँ और चैनल टी को सब्सक्राइब करके आपण मैंने शीघ्र रखि था सरकार तरफ जिते भी जेकोसी जिनसर सूचना आसला आपण मैंने पूरा संगे संगे पाइपर ताले रोचे आ गोटे भिडियो आपण मान पुणी देखा जय जगन्नाथ।